ଜଗତସିଂହପୁର ଜିଲ୍ଲା ତାରତୋଲ ନିକଟସ୍ଥ ମହାନଦୀକୁ ଶୁଦ୍ଧକ୍ରିୟା କାମ କରିବାକୁ ଆସିଥିବା କୁଟୁମ୍ବ ସହ ଦାଦା ଓ ପୁତୁରା ଭାସିଗଲେ ମହାନଦୀ ଜଳରେ। ପୁତୁରା କାହ୍ନା ଖସି ଯାଇଥିଲା ପ୍ରଥମେ ମହାନଦୀ ଗର୍ଭକୁ। ପୁତୁରାକୁ ଉଦ୍ଧାର କରିବାକୁ ଯାଇ ଦାଦା ବି ବୁଡ଼ି ଯାଇଥିଲେ। ଅନ୍ୟ ସଦସ୍ୟ କେବଳ ଦେଖଣାହାରୀ ହୋଇ ରହିଥିଲେ। ତାରତୋଲ ଅଗ୍ନିଶମ ଅଧିକାରୀ ପହଞ୍ଚି ପୁତୁରାର ମୃତଦେହ ପାଇଥିଲେ ମଧ୍ୟ ଦାଦାର ସନ୍ଧାନ ପର୍ଯ୍ୟନ୍ତ ମିଳିନଥିଲା। ଆମର ନାଗପୁରା ଗ୍ରାମ କୋଲ ପଞ୍ଚାୟତର ଯେଉଁ ଦଶା କର୍ମ ଥିଲା ସମ୍ପତ କୁମାର ଜେନାଙ୍କର ଖୁଡ଼ିଙ୍କର, ସେ ଅବସରରେ ଆଜି ଆସିଥିଲେ ପ୍ରାୟ 10ରୁ 15 ଲୋକ। ସେ ଅବସରରେ ତାଙ୍କର ପୁତୁରା କାହ୍ନା ନିଖୋଜ ଥିଲେ, ତାଙ୍କୁ ଉଦ୍ଧାର ମଧ୍ୟ କରିଥିଲେ ସ୍ଥାନୀୟ ଲୋକ। ଏବଂ ବର୍ତ୍ତମାନ କାହ୍ନା ଯିଏ ନିଖୋଜ ଅଛନ୍ତି ଏବଂ ନିଖୋଜ ଥିଲେ ତାଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକ, କିନ୍ତୁ ସମ୍ପତ କୁମାର ଜେନାଙ୍କୁ ମୋତେ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ସାଧାରଣ ଆମ ଯେଉଁ ପ୍ରଶାସନ ଅଧିକାରୀ ଯେଉଁ ଫାୟାର ଡିପାର୍ଟମେଣ୍ଟ, ସେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲିପ୍ତ ରହିଛନ୍ତି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ପ୍ଲସ୍ ଓଡ଼ିଆ।